ଆଜି ଆମେ ଗୋଟେ ଏମିତି ଜିନିଷ ବିଷୟରେ କଥା ହେବା ଯାହା ଆମେ ପ୍ରାୟ ସବୁବେଳେ ବ୍ୟବହାର କରୁ ହେଲେ ବୋଧେ ସେତେଟା ଭାବୁନୁ ସେ ବିଷୟରେ। ୱାର୍ଡ ପ୍ରୋସେସିଂ ସଫ୍ଟୱେୟାରରେ ଥିବା ମୁଦ୍ରଣ ଲେଆଉଟ୍ ଦୃଶ୍ୟ ବା ଯାହାକୁ ପ୍ରିଣ୍ଟ ଲେଆଉଟ୍ ଭ୍ୟୁ କୁହାଯାଏ। ହଁ, ଏଇଟା ବହୁତ କମନ୍ ଜିନିଷ। ଆମ ପାଖରେ ଯାହା ତଥ୍ୟ ଅଛି ସେଥିରୁ ଜଣାପଡ଼ୁଛି ଏହାର ଗୁରୁତ୍ୱ ବହୁତ। ତେବେ ଚାଲନ୍ତୁ ଆଜି ଟିକେ ଭଲ ଭାବେ ବୁଝିବା ଏଟା ପ୍ରକୃତରେ କ'ଣ ଆଉ କାହିଁକି ଦରକାର। ନିଶ୍ଚୟ। ଦେଖନ୍ତୁ, ସରଳ ଭାଷାରେ କହିଲେ ଏଇଟା ହେଲା ସେଇ ଭ୍ୟୁ ଯୋଉଥିରେ ଆପଣଙ୍କର ଡକ୍ୟୁମେଣ୍ଟଟା ଛପା ହେଲେ ପେପରରେ କେମିତି ଦେଖାଯିବ ତାର ଗୋଟେ ପୁରା ଚିତ୍ର ଆପଣ କମ୍ପ୍ୟୁଟର ସ୍କ୍ରିନରେ ଦେଖିପାରିବେ। ଆଚ୍ଛା, ମାନେ ଏକ ପ୍ରକାରର ଯାହା ଦେଖୁଛନ୍ତି ସେଇଆ ପାଇବେ ଭଳି କଥା। ସେ ଯୋଉ WYSYG କହନ୍ତି ସେଟା। ଏକଦମ ଠିକ୍ କହିଲେ। WYSIG ମାନେ ହ୍ୱାଟ୍ ୟୁ ସି ଇଜ୍ ହ୍ୱାଟ୍ ୟୁ ଗେଟ୍। ଓଡ଼ିଆରେ ସେଇଆ, ଯାହା ସ୍କ୍ରିନରେ ଦିଶୁଛି ଠିକ୍ ସେମିତି ହିଁ ଛପା ହେବ। ଆଉ ଏଇଟା କେବଳ ଟେକ୍ସଟ କିମ୍ବା ଫଟୋ ପାଇଁ ନୁହେଁ। ଏଥିରେ ପୃଷ୍ଠାର ମାର୍ଜିନ୍, ମାନେ ସେଇ ଯୋଉ ଚାରିପଟେ ଖାଲି ଜାଗା ଛଡ଼ାଯାଏ, ସେଇଟା, ଆଉ ପୃଷ୍ଠାର ଉପରେ ଯୋଉ ହେଡର ଥାଏ, ତଳେ ଯୋଉ ଫୁଟର ଥାଏ, ସବୁକିଛି ନିଜ ଠିକ୍ ଜାଗାରେ ଦେଖାଯାଏ। ଆଚ୍ଛା। ଏଇଟା ହିଁ ଏହାର ମେନ୍ କଥା, ସେଇ ସଠିକତା। କିନ୍ତୁ ଆମେ ତ ଅନେକ ସମୟରେ ଲେଖିଲା ବେଳେ ସେଇ ଡ୍ରାଫ୍ଟ ଭ୍ୟୁ ଭଳି କିଛି ବ୍ୟବହାର କରୁ। ସେଥିରେ ଲେଖିବା ଟିକେ ସହଜ ଲାଗେ। ହଁ। ତେବେ ସବୁବେଳେ ଏଇ ପ୍ରିଣ୍ଟ ଲେଆଉଟ୍ ଭ୍ୟୁର କ'ଣ ଦରକାର? କ'ଣ ଶେଷରେ ଥରେ ପ୍ରିଣ୍ଟ ପ୍ରିଭ୍ୟୁ ଦେଖିଦେଲେ ହେବାନି? ଏଇଟା ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଡ୍ରାଫ୍ଟ ଭ୍ୟୁ ନିଶ୍ଚୟ ଭଲ ଯେତେବେଳେ ଆପଣ କେବଳ ଲେଖା ଉପରେ ଫୋକସ୍ କରିବାକୁ ଚାହାନ୍ତି। ଆଉ ସେଟା ଟିକେ ଶୀଘ୍ର ବି କାମ କରେ, କାରଣ ତାକୁ ପୁରା ଲେଆଉଟ୍ ଦେଖେଇବାକୁ ପଡ଼େନି। କିନ୍ତୁ ପ୍ରିଣ୍ଟ ଲେଆଉଟ୍ ଭ୍ୟୁର ଖାସିୟତ ହେଲା ଏହା ଆପଣଙ୍କୁ ଦେଖାଏ କେମିତି ବିଭିନ୍ନ ଜିନିଷ, ମାନେ ଟେକ୍ସଟ, ଫଟୋ, ଟେବୁଲ ଏସବୁ ପୃଷ୍ଠାରେ କେମିତି ଏକାଠି ଦିଶିବେ। ଏମିତି ଭାବନ୍ତୁ, ଆପଣ ଗୋଟେ ଜଟିଳ ଡକ୍ୟୁମେଣ୍ଟ କରୁଛନ୍ତି ଯେଉଁଥିରେ ଦୁଇଟା କଲମ ଅଛି କିମ୍ବା ଗୋଟେ ଫଟୋ ଚାରିପଟେ ଲେଖା ଅଛି। ହଁ, ସେମିତି ତ କରିବାକୁ ପଡ଼େ ବେଳେବେଳେ। ତେବେ ଏହି ଭ୍ୟୁରେ ଆପଣ ସାଙ୍ଗେ ସାଙ୍ଗେ ଦେଖିପାରିବେ ଲେଖାଟା କେମିତି ଭାଙ୍ଗୁଛି, ପୃଷ୍ଠା କୋଉଠି ସରୁଛି, କୋଉ ଲାଇନ୍ ଅଯଥାରେ ପରପୃଷ୍ଠାକୁ ଚାଲିଯାଉଛି କି, ଯେମିତି ସେଇ ଭିଡୋ ଆଉ ଅର୍ଫନ୍ କହନ୍ତି। ଆଚ୍ଛା, ସେଗୁଡ଼ା ବି ଦେଖି ହୁଏ ଏଥିରେ। ହଁ, ଏଇ ଭ୍ୟୁ ସେଇ ସମସ୍ୟାଗୁଡ଼ିକୁ ଆପଣ କାମ କରୁ କରୁ ହିଁ ଧରିବାରେ ସାହାଯ୍ୟ କରେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବା ଦରକାର ପଡ଼େନି। ଓହୋ, ତେବେ ଏଇଟା ଖାଲି ଶେଷରେ ଚେକ୍ କରିବା ପାଇଁ ନୁହେଁ, ମାନେ ଡକ୍ୟୁମେଣ୍ଟ ତିଆରି କଲାବେଳେ ହିଁ ଡିଜାଇନ୍ ଆଉ ଲେଆଉଟ୍ ବିଷୟରେ ଭଲ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ଏକଦମ। ଯେମିତିକି ଗୋଟେ ଫଟୋ ପକେଇଲି ଆଉ ସେଇଥିପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଲାଇନ୍ ପରପୃଷ୍ଠାକୁ ଚାଲିଗଲା, ସେଇଟା ମୁଁ ଆଗରୁ ଦେଖିପାରିବି। ହଁ, ଆପଣ ଠିକ୍ ବୁଝିଛନ୍ତି। ଏହା ଦ୍ୱାରା ପରେ ବହୁତ ସମୟ ବଞ୍ଚିଯାଏ, ସଂଶୋଧନ କମ୍ କରିବାକୁ ପଡ଼େ। ଏମିତି ଭାବନ୍ତୁ, ଯେମିତି ଜଣେ ଦରଜୀ ସର୍ଟ ସିଲେଇ କଲାବେଳେ ସେ ଖାଲି ଶେଷରେ ଫିଟିଂ ଦେଖେନି, ସିଲେଇ କରୁ କରୁ ବି ବାରମ୍ବାର ଚେକ୍ କରେ। ହଁ, ଠିକ୍ କଥା। ଏ ପ୍ରିଣ୍ଟ ଲେଆଉଟ୍ ଭ୍ୟୁ ସେହିଭଳି ଆମକୁ ଡକ୍ୟୁମେଣ୍ଟ ତିଆରି ସମୟରେ ହିଁ ତାର ଫିଟିଂ ଦେଖିବାର ସୁଯୋଗ ଦିଏ। ୱାଃ, ଏଇଟା ତ ବହୁତ କାମର ଜିନିଷ। କିନ୍ତୁ ଗୋଟେ ପ୍ରଶ୍ନ, ଏଇଟା କ'ଣ ସବୁବେଳେ 100% ଠିକ୍ ଦେଖାଏ ଯେ ପ୍ରିଣ୍ଟ କେମିତି ହବ, ନା ଏହାର ବି କିଛି ସୀମା ଅଛି? ଦେଖନ୍ତୁ, ଏଇଟା ପ୍ରାୟତଃ ବହୁତ ସଠିକ୍, କିନ୍ତୁ ପୁରାପୁରି 100% ସବୁ ପରିସ୍ଥିତିରେ କହିହେବନି। ଆଚ୍ଛା। କାହିଁକି ନା, କାରଣ ବେଳେବେଳେ ସ୍କ୍ରିନରେ ଆପଣ ଯୋଉ ରଙ୍ଗ ଦେଖୁଛନ୍ତି ବା ଅତି ସୂକ୍ଷ୍ମ ଲେଆଉଟ୍, ସେଇଟା ଆପଣ କୋଉ ପ୍ରିଣ୍ଟର ବ୍ୟବହାର କରୁଛନ୍ତି, ତାର ଡ୍ରାଇଭର ସେଟିଂ କ'ଣ ଅଛି, ସେଇ ସବୁ ଉପରେ ନିର୍ଭର କରି ଟିକେ ଏପଟ ସେପଟ ହୋଇପାରେ। ଓହୋ, ବୁଝିଲି। ଏହା ଏକ ବହୁତ ଭଲ ପ୍ରିଭ୍ୟୁ, କିନ୍ତୁ ଅନ୍ତିମ ପ୍ରିଣ୍ଟ ସହିତ ମାମୁଲି ଫରକ ରହିବାର ସମ୍ଭାବନା ଥାଏ। ଆଉ ଗୋଟେ କଥା, ଯଦି ଡକ୍ୟୁମେଣ୍ଟ ବହୁତ ବଡ଼ ଆଉ ଜଟିଳ, ତେବେ ଏଇ ପ୍ରିଣ୍ଟ ଲେଆଉଟ୍ ଭ୍ୟୁ ଟିକେ ବେଶୀ କମ୍ପ୍ୟୁଟର ପାୱାର ନେଇପାରେ, ମାନେ ସିଷ୍ଟମ ଟିକେ ସ୍ଲୋ ହୋଇପାରେ। ହଁ, ସେଇଟା ତ ହବ, କାରଣ ଏହାକୁ ବହୁତ କିଛି ଦେଖାଇବାକୁ ପଡୁଛି। ହଁ, ଡ୍ରାଫ୍ଟ ଭ୍ୟୁ ତୁଳନାରେ ଏହା ବେଶୀ କାମ କରେ। ବୁଝିଲି। ତେବେ ମୋଟାମୋଟି ଭାବେ ଦେଖିଲେ ଏଇଟା ବହୁତ ଉପଯୋଗୀ, କିନ୍ତୁ ଏଇ ଛୋଟ କଥାଗୁଡ଼ା ମନେ ରଖିବା ଦରକାର। ତଥାପି ସାଧାରଣତଃ ଡକ୍ୟୁମେଣ୍ଟ ଫର୍ମାଟିଂ ପାଇଁ ଏଇଟା ହିଁ ବୋଧେ ସବୁଠୁ ଭଲ ଭ୍ୟୁ। ନିଶ୍ଚିତ ଭାବରେ। ସଂକ୍ଷେପରେ କହିଲେ, ଏଇ ମୁଦ୍ରଣ ଲେଆଉଟ୍ ଦୃଶ୍ୟ ହେଉଛି ୱାର୍ଡ ପ୍ରୋସେସିଂର ଗୋଟେ ଅପରିହାର୍ଯ୍ୟ ଅଙ୍ଗ।
ଏହା ଆପଣଙ୍କୁ ଡକୁମେଣ୍ଟର ଶେଷ ରୂପ ମାନେ ମୁଦ୍ରିତ ରୂପର ଗୋଟେ ବହୁତ ବିଶ୍ୱାସଯୋଗ୍ୟ ପୂର୍ବଦର୍ଶନ ଦିଏ। ମାର୍ଜିନ୍, ହେଡର, ଫୁଟର ସବୁ ସଠିକ୍ ଭାବେ ଦେଖାଏ। ଆଉ ଏହାଦ୍ୱାରା ଫର୍ମାଟିଂ ଭୁଲଗୁଡ଼ାକ ଶୀଘ୍ର ଧରାପଡ଼ିଯାଏ, ଯାହାଫଳରେ ସମୟ ବଞ୍ଚେ, କାଗଜ ବି ବଞ୍ଚେ, ଆଉ ଆମର ପରିଶ୍ରମ ବି କମିଯାଏ। ଏସବୁ ଶୁଣିଲା ପରେ ଗୋଟେ କଥା ମୁଣ୍ଡକୁ ଆସୁଛି। ଏଇ ଯୋଉ ସୁବିଧା ମିଳିଲା, ମାନେ ଡକ୍ୟୁମେଣ୍ଟ ତିଆରି କଲାବେଳେ ହିଁ ତାର ଶେଷ ପ୍ରିଣ୍ଟେଡ୍ ରୂପ ଦେଖିପାରିବା, ଏଇ YSYWG କ୍ଷମତା, ଏଇଟା ଆମର ଡକ୍ୟୁମେଣ୍ଟ ଡିଜାଇନ କରିବା ଶୈଳୀକୁ କେମିତି ବଦଳେଇଛି, ଆଉ ଆମେ ଡକ୍ୟୁମେଣ୍ଟରୁ କ'ଣ ଆଶା କରୁଛୁ ସେଇଟାକୁ ବି କେମିତି ପ୍ରଭାବିତ କରିଛି। ହଁ, ଏଇଟା ଗୋଟେ ବହୁତ ଭଲ ପଏଣ୍ଟ। ମାନେ ପୁରୁଣା ସିଷ୍ଟମରେ ତ ଲୋକେ ଲେଖି ସାରିକେ କମେଣ୍ଟ ଦେଇ ତାପରେ ଯାଇ ଦେଖୁଥିଲେ କେମିତି ଦିଶୁଛି, କିନ୍ତୁ ଏବେ ତ ସବୁବେଳେ ସାମ୍ନାରେ ଦିଶୁଛି। ଏ ଯୋଉ ନିରନ୍ତର ଫିଡବ୍ୟାକ୍ ମିଳୁଛି, ଏଇଟା କ'ଣ ଆମର ସୃଜନଶୀଳତାକୁ ବି